ବା ଆମେ ଆଲୋଚନା କରିବା ମାତୃ ରଚନାବଳୀ ଭାଗ 10 ଜ୍ଞାନ 270। ପ୍ରଭୁ ଲେଖୁଛନ୍ତି, ଏପରି ଗୋଟିଏ ଗୋଟିଏ ସମୟ ଥାଏ ଯେତେବେଳେ ପରମେଶ୍ୱର ଅତ୍ୟନ୍ତ କଠୋର ଭାବରେ ଅତୀତର ପକ୍ଷରେ ହିଁ ରହିଥିବା ପରି ମନେ ହେଉଥାନ୍ତି। ତାପରେ ଯାହା ସବୁ ଘଟି ଯାଇଛି ଓ ଯାହା ଘଟୁଛି, ସିଏ ସତେଅବା ଏକ ସିଂହାସନ ଉପରେ ବସିଥିବା ପରି ତାହାରି ଉପରେ ବସି ରହିଥାନ୍ତି ଏବଂ ମୁଁ ହେବାକୁ ଯାଉଛି ରୂପକ ଏକ ଅପରିବର୍ତ୍ତନୀୟ ସଂକଳ୍ପର ପରିଧାନ କରିଥାନ୍ତି। ସର୍ବୋଚ୍ଚ ପରମକର୍ତ୍ତାଙ୍କ ସହିତ ସଂଗ୍ରାମ କରୁଥିବା ପରି ବୋଧ ହେଉଥିଲେ ମଧ୍ୟ ତୁମକୁ ତଥାପି ଦୃଢ଼ ପ୍ରତିଷ୍ଠ ହୋଇ ରହିବାକୁ ପଡ଼ିବ, କାରଣ ଏହାକୁ ହିଁ ତାଙ୍କର ତୀକ୍ଷ୍ଣତମ ପରୀକ୍ଷା ବୋଲି କୁହାଯିବ। ତାପରେ ଜ୍ଞାନ 271। ମନୁଷ୍ୟର ସ୍ତରରେ ଗୋଟିଏ କଥା ପରାଭୂତି ଏବଂ ଆଶା ଶୂନ୍ୟ ବୋଲି ମନେ ହେଉଥିଲେ ମଧ୍ୟ ତଥାପି ତାହାର କଦାପି ଚୂଡ଼ାନ୍ତ ମୀମାଂସା ହୋଇଯାଇ ନଥାଏ। ଆତ୍ମା ଆପଣାର ଉଦ୍ୟମଟିକୁ ଛାଡ଼ିଦେଲେ ଯାଇ ପ୍ରକୃତରେ ଏକ ଚୂଡ଼ାନ୍ତ ମୀମାଂସା ହୋଇଯାଏ। ଏ ଦୁଇଟା ଯାକ ଏକା ସାଙ୍ଗରେ ଆମେ ଆଲୋଚନା କରିବା। ଏଠି ପ୍ରଥମେ କହିଲେ ଯେ ଏମିତି ଗୋଟେ ଗୋଟେ ସମୟ ଆସି ପହଞ୍ଚେ ଯେତେବେଳେ ପରମେଶ୍ୱର ଅତ୍ୟନ୍ତ କଠୋର ଭାବରେ ଅତୀତର ପକ୍ଷରେ ହିଁ ରହିଥିବା ପରି ମନେ ହେଉଥାନ୍ତି। ଲେଖୁଛନ୍ତି, ଯାହା ସବୁ ଘଟି ଯାଇଛି ଓ ଯାହା ଘଟୁଛି, ସିଏ ସତେଅବା ଏକ ସିଂହାସନ ଉପରେ ବସିଥିବା ପରି ତାହାରି ଉପରେ ବସି ରହିଥାନ୍ତି। ଆମକୁ ଗୋଟେ ସମୟ ଲାଗେ, ଯେତେବେଳେ ଲାଗେ ଯେମିତି ଆମେ ଆଗରୁ ଯାହା କରି ଆସିଥିଲେ ତାର ଫଳାଫଳ ଆମେ ଭୋଗ କରୁଛୁ। ଏଇ ଯୋଉ ପୂର୍ବ ଅର୍ଜିତ କର୍ମର ଫଳ ଯେତେବେଳେ ଆମେ ପାଉ, ସେତେବେଳେ ଆମର ଯୋଉ ବିଶ୍ୱାସ ଆସ୍ଥା ଟିକେ ଡଗମଜାଏ ଏବଂ ଲାଗେ ଯେମିତି ଭଗବାନ ପୁରା ମାନେ ନିରୀକ୍ଷକ ହେଇକି କେବଳ ଦୂରରେ ବସିଛନ୍ତି। ସେତେବେଳେ ବି ପ୍ରଭୁ ଲେଖୁଛନ୍ତି, ସର୍ବୋଚ୍ଚ ପରମ ସତ୍ତାଙ୍କ ସହିତ ସଂଗ୍ରାମ କରୁଥିବା ପରି ବୋଧ ହେଉଥିଲେ ମଧ୍ୟ ତୁମକୁ ତଥାପି ଦୃଢ଼ ପ୍ରତିଷ୍ଠ ହୋଇ ରହିବାକୁ ପଡ଼ିବ। କାହିଁକିନା ସେଇ ସମୟଟା ହଉଛି, ପ୍ରଭୁ କହୁଛନ୍ତି, ସେଟା ଗୋଟେ ତୀକ୍ଷ୍ଣତମ ପରୀକ୍ଷା, ଯୋଉ ସମୟରେ କି ଆମକୁ ଦୃଢ଼ ହେଇକିରି ପୂର୍ଣ୍ଣ ନିଷ୍ଠାର ସହିତ, ଆନ୍ତରିକତାର ସହିତ ବିଶ୍ୱାସ ଏବଂ ନିର୍ଭରତା ରଖିବାକୁ ପଡ଼ିବ। ଏଠି ମା କହୁଛନ୍ତି, କୌଣସି ପ୍ରକାର ପ୍ରତିଭାସ ଦ୍ୱାରା ଆମେ ଯେପରି ପ୍ରଭାବିତ ହୋଇ ପଡ଼ିବା ନାହିଁ ଏବଂ ଆମ ଉଦ୍ୟମ ଦ୍ୱାରା ଆଦୌ କୌଣସି ଫଳ ଫଳିବ ନାହିଁ ବୋଲି ବୋଧ ହେଉଥିଲେ ମଧ୍ୟ ତଥାପି ଆମେ ଉଦ୍ୟମରେ ଅଚଳ ରହିବା ଏବଂ ଆମେ ଉତ୍ସାହିତ ହିଁ ରହିଥିବା। ଆମକୁ ସେଥିଲାଗି ଉତ୍ସାହିତ କରିବା ସକାଶେ ଏ କଥାଟି ପ୍ରଭୁ ଏଠାରେ କହୁଛନ୍ତି ଯେ ଯାହା ବି ହେଇଯାଉ ତୁମେ ଅବିଚଳ ରୁହ ଏବଂ ସେଇ ସମୟଟା ଗୋଟେ ଘଡ଼ି ସନ୍ଧି ମୁହୂର୍ତ୍ତ ଆମେ ଯେମିତି କହୁ, ଏଠି ପ୍ରଭୁ ଲେଖୁଛନ୍ତି ତାହା କହୁଛି ତୀକ୍ଷ୍ଣତମ ପରୀକ୍ଷା। ତେଣୁ ସେ ସମୟରେ ଆମର ବିଶ୍ୱାସ ଏବଂ ଆମର ଆସ୍ଥା ଆଉ ନିର୍ଭରତା ଯେପରି ଖସି ନଯାଏ ବା କମି ନଯାଏ, ସେଥିପ୍ରତି ଆମେ ନିଷ୍ଠାପର ହେବା। କାହିଁକିନା ମା ଲେଖୁଛନ୍ତି, ଆମ ଜୀବନରେ ଆମର ଯଥାର୍ଥ କର୍ତ୍ତବ୍ୟ ବୋଲି ଆମ ଆଗରେ ଯାହା ଉଦ୍ଘାଟିତ ହୋଇଯାଉଥିବ ଆମେ ତାହାକୁ ଅବଶ୍ୟ କରିବା। ଅନ୍ୟମାନେ ଆମକୁ ବିଦ୍ରୂପ ଏବଂ ସମାଲୋଚନା କରୁଥିଲେ ମଧ୍ୟ ତଥାପି କରିବା, କାରଣ ଅନ୍ୟ ଲୋକମାନଙ୍କ ମତରେ ଆଦୌ କୌଣସି ମୂଲ୍ୟ ନାହିଁ। ଦିବ୍ୟ ପରମ ଇଚ୍ଛା ହିଁ ଏକମାତ୍ର ସତ୍ୟ ଓ ଶେଷରେ ତାହାରି ବିଜୟ ହେବ। ଏଇଠି ଆମେ ମନେ ରଖିବା, ଯୋଉ ଶେଷ ବାକ୍ୟଟିରେ କହୁଛନ୍ତି ଯେ ଦିବ୍ୟ ପରମ ଇଚ୍ଛା ହିଁ ଏକମାତ୍ର ସତ୍ୟ ଓ ଶେଷରେ ତାହାର ହିଁ ବିଜୟ ହେବ। ତାକୁ ଆଧାରିତ କରି ହିଁ ତା ପୂର୍ବ ବାକ୍ୟ କୁହାଯାଇଛି। ତାମାନେ ଦିବ୍ୟ ପରମ ଇଚ୍ଛାଙ୍କୁ ମୋ ଜୀବନରେ ପରିପ୍ରକାଶ କରିବା ହେଉଛି ମୋର ଏକମାତ୍ର ଲକ୍ଷ୍ୟ, ବଞ୍ଚିବାର ଏକମାତ୍ର ଉଦ୍ଦେଶ୍ୟ। ତାକୁ ପରିପୂର୍ଣ୍ଣ କରିବା ପାଇଁ ଯାଇ ଯଦି କେହି ମୋତେ ବିଦ୍ରୂପ କରନ୍ତି ବା ସମାଲୋଚନା କରନ୍ତି, ତେବେ ମୁଁ ତାକୁ ହେୟ ଜ୍ଞାନ କରିବି, କୌଣସି ମୂଲ୍ୟ ଦେବି ନାହିଁ। ଯଦି ଏଇଟା ନାହିଁ, ତେବେ ସବୁ ଅସୁବିଧା ହେଇଯାଏ। ତେଣୁ ସେତେବେଳେ କଣ ହୁଏ, ସିଏ ନିଜକୁ ପରମ ଇଚ୍ଛା ସହିତ ଏକୀଭୂତ ନ କରି ପାରି
ବାହାରର କଥା ଗୁଡ଼ିକ ଯେତେବେଳେ ତାକୁ ବିଦ୍ରୂପ ବା ସମାଲୋଚନା ଆସେ, ସେତେବେଳେ ସେ ତାଙ୍କ ପ୍ରତି ଯୋଉ ମନୋଭାବ ରଖେ ତାହା ନିମ୍ନ ପ୍ରକୃତିରେ ବା ନିମ୍ନ ପ୍ରବୃତ୍ତିରେ ଥିବା ହିଂସା ବା ଈର୍ଷା, ବେଳେ ବେଳେ ପରଶ୍ରୀ କାତରତା, ଏଇ ପ୍ରକାରର ରୂପ ଗ୍ରହଣ କରେ। ସେତେବେଳେ ସେ କହେ ଯେ ସେମାନେ ମୋତେ ସହିପାରୁନାହାନ୍ତି, ସେମାନେ ମୋତେ ବୁଝିପାରୁନାହାନ୍ତି, ମୁଁ ସତ୍ୟରେ ରହିଛି, ସେମାନେ ମିଥ୍ୟାରେ ରହିଛନ୍ତି, ସେମାନଙ୍କର ଚେତନାର ଅଗ୍ରଗତି ହେଇନାହିଁ। ଏଇ ପ୍ରକାରର ଏକ ନିଜ ଭିତରେ ଯେମିତି ଉତ୍ତର ଦିଏ, ଓକିଲ ଉତ୍ତର ଦିଏ, ସେଇଭଳି ଆମ ଭିତରେ ଆମେ ନିଜକୁ ନିଜେ ଉତ୍ତର ଦଉ ଏବଂ ସେମାନଙ୍କୁ ହେୟ ଜ୍ଞାନ କରୁ। କିନ୍ତୁ ପରମ ଇଚ୍ଛା ସହିତ, ଦିବ୍ୟ ପରମ ଇଚ୍ଛାଙ୍କ ସହିତ ଯେତେବେଳେ ଆମେ ଏକତ୍ର ହୋଇ କାର୍ଯ୍ୟ କରିବା, ସେତେବେଳେ ଆମର ବିଜୟ ସୁନିଶ୍ଚିତ ଏବଂ ସେହି ସମୟରେ ହିଁ ଆମକୁ ଆମର ଯାହା କର୍ତ୍ତବ୍ୟ ତାହା କରିବାକୁ ପଡ଼ିବ। ଏବଂ ସେ ସମୟରେ ବାହାର ଲୋକ ବା ଅନ୍ୟମାନେ ବିଦ୍ରୂପ କରନ୍ତି କି ସମାଲୋଚନା କରନ୍ତି, ତାକୁ ଗୁରୁତ୍ୱ ଦେବ ନାହିଁ। ଜ୍ଞାନ 171 ଲେଖା ହେଇଯାଇଛି। ଜ୍ଞାନ 272ରେ ପ୍ରଭୁ ଯୋଉ କହିଲେ ଯେ ମନୁଷ୍ୟର ସ୍ତରରେ ଗୋଟିଏ କଥା ପରାଭୂତି ଏବଂ ଆଶା ଶୂନ୍ୟ ବୋଲି ମନେ ହେଉଥିଲେ ମଧ୍ୟ ତଥାପି ତାହାର କଦାପି ଚୂଡ଼ାନ୍ତ ମୀମାଂସା ହୋଇଯାଇ ନଥାଏ। ବେଳେ ବେଳେ ଲାଗେ ଯେମିତି ଆଉ କିଛି କରିହବ ନାହିଁ। ମୋର ଦୁଇଟା ଯାକ ଦିଗରେ ବି ହଉ, କେତେବେଳେ ମଣିଷ ନିରାଶ, ହତାଶ, ବିଷାଦ ଭିତରେ ପଶିଯାଏ। ସେ ଭାବେ ସେତେବେଳେ ଯେ ମୁଁ ଏତେ ପାପିଷ୍ଟ, ମୁଁ ଏତେ ଭୁଲ କାମ ଗୁଡ଼ିକ କରିଛି, ତେଣୁ ମୁଁ ନର୍କରେ ଘାଣ୍ଟି ହେବି, ମୋତେ ଭଗବାନ ରକ୍ଷା କରିପାରିବେ ନାହିଁ, ମୋର ଉଦ୍ଧାର ହେଇପାରିବ ନାହିଁ। ଏଇଭଳି ଭାବରେ ନିରାଶ, ହତାଶ, ବିଷାଦ ଭିତରେ ବୁଡ଼ିଯାଏ। ଅନେକ ଜାଗାରେ ମା ଲୋକ କହୁଛନ୍ତି ଏଇଟା ହେଉଛି ଇଗୋର ଆଉ ଗୋଟିଏ ରୂପ। ଏବଂ ଆଉ ଗୋଟେ ଅପୋଜିଟ୍ କଥା ହୁଏ, ମୁଁ ଏତେ ଜ୍ଞାନରେ ହଉ, କ୍ଷମତାରେ ହଉ ବା ଅର୍ଥରେ ହଉ ବା ନିଜସ୍ୱ ଗୁଣବତ୍ତା ସମ୍ପନ୍ନରେ ଏତେ ଊର୍ଦ୍ଧ୍ୱମୁଖୀ ହେଇଯାଏ, ଊର୍ଦ୍ଧ୍ୱମୁଖା ତାକୁ କୁହାଯାଇପାରେ। ଆମେ ତାକୁ ଏଇଟା ଆକ୍ଚୁଆଲି ସାଟାୟାର କରିକି କୁହାହେଲା ଭଳିଆ କୁହାହଉଛି ଯେ ତାମାନେ ମୁଁ ଏତେ ଉପରମୁହାଁ ହେଇଯାଏ, ଯୋଉ କହନ୍ତି ମୁଁ ଏତେ ଉଦ୍ଧତ ହେଇଯାଏ ଯେ ସେତେବେଳେ ମୁଁ କୌଣସି କଥାକୁ ଖାତିର କରେ ନାହିଁ। ଏଇ ସମୟରେ ଆମକୁ ଲାଗେ କ'ଣ, ଯଦି ସେ ସମୟରେ କୋଉଠି ଗୋଟେ ଶୁଣିଲି ଯେ ଏଇ ପ୍ରକାର କାର୍ଯ୍ୟ କରିବା ଦ୍ୱାରା ମୁଁ ପଥଭ୍ରଷ୍ଟ ହେଇଯାଇଛି ଏବଂ ମୁଁ ଠିକ ବାଟରେ ନାହିଁ, ସେଇ ମୁହୂର୍ତ୍ତରେ ଆମକୁ ବହୁତ ବହୁତ ମାନେ ଲାଗେ ଯେମିତି ନିରର୍ଥକ ହେଇଗଲା ଏ ଜୀବନ, ଆଉ ମୋ ଦେଇ କିଛି ହବ ନାହିଁ। ସେଇ ମୁହୂର୍ତ୍ତରେ ମଧ୍ୟ ମନେ ରଖିବେ, ପ୍ରଭୁ କହୁଛନ୍ତି ସେଠି ମଧ୍ୟ ଚୂଡ଼ାନ୍ତ ମୀମାଂସା ହୋଇଯାଇ ନାହିଁ। ପ୍ରତ୍ୟେକ ମୁହୂର୍ତ୍ତରେ, ଯୋଉ ମୁହୂର୍ତ୍ତରେ ଆମେ ସଚେତନ ହଉଛନ୍ତି, ସେଇ ମୁହୂର୍ତ୍ତ ହିଁ ଆମକୁ ଗୋଟେ ସୁଯୋଗ ଆଣି ଦେଇଦେଲା। ଯୋଉ ମୁହୂର୍ତ୍ତରେ ଆମେ ସଚେତନ ହଉଛନ୍ତି, ସେଇ ମୁହୂର୍ତ୍ତଟା ହଉଛି କ'ଣ, ଯେ ବଂଶୀ କଣ୍ଟା ଯୋଉ ପ୍ରଭୁ ପକେଇଛନ୍ତି, ସେ ବଂଶୀ କଣ୍ଟାଟାକୁ ମୁଁ ଗିଳିଦେଲି। ସେଇଟା ହଉଛି ମୁହୂର୍ତ୍ତ, ସଚେତନ ମୁହୂର୍ତ୍ତ। ସେଇଟା ହଉଛି ସଚେତନ ହେଇଗଲି, ତାପରେ ଆଉ ଚିନ୍ତା କରିବା ନାହିଁ, ସିଏ ଟାଣି ନେବେ। ଯେଉଁ କଥାରେ କହନ୍ତି ତାମାନେ ସୁଯୋଗ ଆସି ପହଞ୍ଚିଗଲା। ବର୍ତ୍ତମାନ ମୋର ଦାୟିତ୍ୱ ହଉଛି ମୁଁ ଚିହ୍ନିଲି, ଜାଣିଲି, ବର୍ତ୍ତମାନ ଦାୟିତ୍ୱ ତାପରେ ଆସିଲା ତାକୁ ଧରିବି, ଧରିକି ନେଇକି ମାଙ୍କ ପାଖରେ ସମର୍ପଣ କରିବି। ସେଥିପାଇଁ ତାପର ଲାଇନ କହୁଛନ୍ତି ଆତ୍ମା ଆପଣାର ଉଦ୍ୟମଟିକୁ ଛାଡ଼ିଦେଲେ ଯାଇ ପ୍ରକୃତରେ ଏକ ଚୂଡ଼ାନ୍ତ ମୀମାଂସା ହୋଇଥାଏ। ତେଣୁ ଯେ ପର୍ଯ୍ୟନ୍ତ ଆତ୍ମା ତାର ପ୍ରୟାସରେ ଲାଗି ରହିଥାଏ, ସେ ପର୍ଯ୍ୟନ୍ତ ଆମେ ଯାହା ବି ଯେତେ ତଳକୁ ଯାଉଥାଉ ନା କାହିଁକି, ଶେଷ ପର୍ଯ୍ୟନ୍ତ ମଧ୍ୟ ସମ୍ଭାବନା ରହିଛି। ସେଥିପାଇଁ ମନେ ପକେଇବା ଯେ କୁହାଯାଏ ଯେ କୃଷ୍ଣ ନାମରେ ପାପ କ୍ଷୟ ହୁଏ ଯେତେ, ପାପୀ ପାପ ନ କରି ପାରେ ତେତେ। କୃଷ୍ଣ ନାମରେ ପାପ କ୍ଷୟ ହୁଏ ଯେତେ, ପାପୀ ପାପ ନ କରି ପାରେ ତେତେ। ତେଣୁ ଯେତେବେଳେ ଆତ୍ମା ସହିତ ମୋର ପରିଚିତ ହେଇନାହିଁ, ସଂଯୁକ୍ତ ହେଇନାହିଁ, ଏକତ୍ୱ ବୋଧ ହେଇ ଆସିନାହିଁ, ସେ ପର୍ଯ୍ୟନ୍ତ ମତେ ଲାଗେ ଯେ ସବୁ ସରିଗଲା। କିନ୍ତୁ
ବ୍ୟସ୍ତ ହବାର ନାହିଁ। ଆତ୍ମା କୁ ଆବିଷ୍କାର କରିବା ପାଇଁ, ତା ଦ୍ୱାରା ପରିଚାଳିତ ହେବା ପାଇଁ ଆମେ ଯୋଉ ମୁହୂର୍ତ୍ତରେ ଜାଣିଲେ ସେଇ ମୁହୂର୍ତ୍ତରେ ସଂକଳ୍ପ କରିବା ଏବଂ ଚୂଡ଼ାନ୍ତ ମୀମାଂସା ସିଏ କରିବେ। ଆମେ ଏମିତି ବାହାରର ଯେତେ ଘଟଣା, ସେଥିପାଇଁ ୟା ପୂର୍ବରୁ ଯୋଉ ଜ୍ଞାନରେ କହିଲେ ସମଗ୍ର ବିଶ୍ୱ ସବୁ ପ୍ରକାର ଅସ୍ତ୍ରଶସ୍ତ୍ର ଧରି ତୁମକୁ ଦଳି ଚକଟି ମୋଡ଼ି ମାଡ଼ି, ଲେଖିଛନ୍ତି ନା, ମୋଡ଼ି ମାଡ଼ି କିନ୍ଭିନ୍ କରିଦେଲେ ମଧ୍ୟ ତୁମେ କୃଷ୍ଣଙ୍କ ପକ୍ଷରେ ରହିବ ଏବଂ ଅନୁଚିନ୍ତା କରିବାର ନାହିଁ, ତୁମର କିଛି ବି ହବ ନାହିଁ। କାହିଁକିନା ତାଙ୍କର ପୁନର୍ଜୀବନ କରିବାର, ପୁନଃ ରୂପାୟନ କରିବାର ସମସ୍ତ ସାମର୍ଥ୍ୟ ତାଙ୍କ ପାଖରେ ରହିଛି। ଯାହା ବି ହେଇଯାଉ ନା କାହିଁକି, ସେଥିପାଇଁ ବ୍ୟସ୍ତ ହବାର ନାହିଁ। ଏ ଥିଲା ଜ୍ଞାନ 270, ଜ୍ଞାନ 271। ଜ୍ଞାନ 272। ଯିଏ ଆଧ୍ୟାତ୍ମିକତାର ଉଚ୍ଚତର ସୋପାନ ଗୁଡ଼ିକୁ ହାସଲ କରିବାର ଇଚ୍ଛା ରଖିଛି, ତାହାକୁ ଅଗଣିତ ଅନେକ ପରୀକ୍ଷା ମଧ୍ୟ ଦେଇ ଯିବାକୁ ପଡ଼ିବ। ମାତ୍ର ଅଧିକାଂଶ ମନୁଷ୍ୟ ତ କେବଳ ପରୀକ୍ଷକଙ୍କୁ ଲାଞ୍ଚ ଦେଇ ପାର ହୋଇଯିବାକୁ ବ୍ୟାକୁଳ ହେଉଥାନ୍ତି। ଜ୍ଞାନ 272 କଣ କହିଲେ? ଯିଏ ଆଧ୍ୟାତ୍ମିକତାର ଉଚ୍ଚତର ସୋପାନ ଗୁଡ଼ିକୁ ହାସଲ କରିବାର ଇଚ୍ଛା ରଖିଛି, ତାହାକୁ ଅଗଣିତ ଅନେକ ପରୀକ୍ଷା ମଧ୍ୟ ଦେଇ ଯିବାକୁ ପଡ଼ିବ। ଜଣେ ଯେତେବେଳେ କେବଳ ଲକ୍ଷ୍ୟ ରଖିବ ଯେ ମୋର ପଞ୍ଚମ ପାସ୍ ହେଇଗଲେ ସରିଗଲା, ତେବେ ତାକୁ ଅଳ୍ପ ପରୀକ୍ଷା ଦେବାକୁ ପଡ଼େ। ଜଣେ ଯଦି କହିବ ନାଇଁ ମୁଁ ରିସର୍ଚ୍ଚ କରିବି, ତେବେ ସିଏ ଦଶମ ପାସ୍ କରିବା ପର୍ଯ୍ୟନ୍ତ ପରୀକ୍ଷା ଦେବ, ଦଶମ ପରୀକ୍ଷା ଦେବ, ପୁଣି ଯୁକ୍ତ 2 ଯିବ, ପୁଣି ତାପରେ ବିଏସସି କରିବ, ତାପରେ ଏଣ୍ଟ୍ରାନ୍ସ ଦେବ, ତାପରେ ଯଦି ସେ ପାଇଗଲା ରିସର୍ଚ୍ଚ ସ୍କଲାରର ଯେ ସବୁ ଭିନ୍ନ ଭିନ୍ନ ଏଣ୍ଟ୍ରାନ୍ସ ଅଛି ତାକୁ ପାଇଗଲା, ସେଇଠି ସରିଗଲା ବୋଲି ଭାବିବା ନାହିଁ। ତାପରେ ପୁଣି ସେଠି ଯିବ, ସେଠି ବି ପରୀକ୍ଷା ଦେବ। ସେ ପରୀକ୍ଷା ଦେଇ ସାରିକି ସାର୍ଟିଫିକେଟଟା ପାଇଗଲେ ବି ସରିଗଲା ନାହିଁ। ଯେତେବେଳେ ରିସର୍ଚ୍ଚ କରିବ ସେତେବେଳେ ପ୍ରତ୍ୟେକ ମୁହୂର୍ତ୍ତରେ ସିଏ ବିଫଳତାର ସ୍ୱାଦ ଚାଖୁଥାଇପାରେ, ସେତେବେଳେ ବି ସେ ପରୀକ୍ଷା ଦେଇ ଚାଲିବ। ତେଣୁ ଯିଏ ଯେତେ ଉଚ୍ଚତର ଲକ୍ଷ୍ୟ ରଖିବ, ତେବେ ତାହା ପାଇଁ ପରୀକ୍ଷା ସେତେ ଅଧିକ ରହିବ। ତାହେଲେ ଲୋକକୁ ଆମେ କହିବା, କାହିଁକି ଉଚ୍ଚତର ରଖିବି, ଏତେ ପରୀକ୍ଷା ଦେବି? ସେମିତି କେତେ ଜଣ ଲୋକ ଥାନ୍ତି, ଘାଣ୍ଟି ହଉଥାନ୍ତି, କିନ୍ତୁ ସେଇଥିରେ ସିଏ କହନ୍ତି, ହଁ ସଂସାର ଭିତରେ ଘର କରିଥିଲେ ପଥର ପଡ଼ିଲେ ସହି। ମାଡ଼ି ମକ୍ଚି ହଉଥିବେ, ନିଜକୁ ନିଜେ କଷ୍ଟରେ ଜର୍ଜରିତ ହଉଥିବେ, ଗାଳି ଦଉଥିବେ, ନିଜକୁ କେତେବେଳେ ଗାଳି ଦଉଥିବେ, କେତେବେଳେ ଭଗବାନଙ୍କୁ ଗାଳି ଦଉଥିବେ, କେତେବେଳେ ଭାଗ୍ୟକୁ ଗାଳି ଦଉଥିବେ। ଚିରଜୀବନ ଯୋଉ ଆନନ୍ଦ, ଯୋଉ ଶାନ୍ତି ପାଇବା ପାଇଁ ସେ ଅଭିପ୍ସା ରଖିଥାଏ, ତାହା ପ୍ରାପ୍ତ ହୁଏ ନାହିଁ। ଯଦି ସେ ଏଇଥିରେ ସନ୍ତୁଷ୍ଟ ହେଇକି ରହିଗଲା, ତାହା କେବେ ବି ପ୍ରାପ୍ତ ହୋଇପାରିବ ନାହିଁ ତାକୁ। ତେଣୁ ସେଇ ଯୋଉ ଚିର ଅଭିପ୍ସିତ ଆମ ପାଖରେ ଆନନ୍ଦ, ପରମାନନ୍ଦ, ପରମ ଆଲୋକ, ପରମ ସତ୍ୟ, ତାକୁ ପ୍ରାପ୍ତ କରିବାର ଯୋଉ ଏକ ବୀଜଟିଏ ରହିଛି, ସମସ୍ତଙ୍କ ଭିତରେ ରହିଛି। ସେ ବୀଜଟି ଅଙ୍କୁରୋଦ୍ଗମ ହେବା ପାଇଁ ହେଲେ ଆମକୁ ଅନେକ ପରୀକ୍ଷା ମଧ୍ୟ ଦେଇ ଯିବାକୁ ପଡ଼ିବ। ତେଣୁ ସେତେବେଳେ ପ୍ରତ୍ୟେକ ମୁହୂର୍ତ୍ତରେ ଗ୍ରହଣଶୀଳ ରହିବି। ଆମର ଯେତେବେଳେ ଯେକୌଣସି କାର୍ଯ୍ୟ କରୁଛନ୍ତି, ଗ୍ରହଣଶୀଳ ରହିବି, ଆତ୍ମସମୀକ୍ଷା କରିବି। ଯୋଉ ଘଟଣାଟି ଆସି ପହଞ୍ଚିବ, ସେ ଘଟଣାଟି ମୋତେ ଉଚ୍ଚତର ସ୍ତରକୁ ଅଗ୍ରଗତି କରି ଯିବା ପାଇଁ, ଉଚ୍ଚତର ସ୍ତରରେ ପହଞ୍ଚି ପାଇଁ ଯୋଉ ପାହାଚ ରହିଛି, ସେଇ ପାହାଚରେ ପାଦ ପକାଇବା ପାଇଁ କଣ ଇସାରା କରୁଛି, ସେଇ ଇସାରାଟାକୁ ବୁଝିବାକୁ ପଡ଼ିବ ଏବଂ ସେଥିପାଇଁ ନିଜକୁ ପ୍ରସ୍ତୁତ କରିବାକୁ ପଡ଼ିବ। ଯଦି ପ୍ରାପ୍ତ କରିପାରୁନାହିଁ ବା କରିପାରୁଛି, ଦିଟା ଯାକ କ୍ଷେତ୍ରରେ ଅଫର କରିବେ ମାଙ୍କ ପାଖରେ ଯେ ମୋତେ ଏୟା ଲାଗୁଛି, ପରିବେଶ ପରିସ୍ଥିତି ଏୟା ରହିଛି, ମୋତେ ତୁମେ ପରିଚାଳନା କର। ତେଣୁ କିନ୍ତୁ ତାପରେ ପ୍ରଭୁ ତା ସହିତ କହୁଛନ୍ତି, ସାଧାରଣତଃ ମନୁଷ୍ୟ ମାନଙ୍କର ଏକ ଅଭ୍ୟାସ ରହିଛି, ସେମାନେ ପରୀକ୍ଷକକୁ ଲାଞ୍ଚ ଦେଇ ପାର ହୋଇଯିବାକୁ ବ୍ୟାକୁଳ ହେଇଥାନ୍ତି। ଆମେ ଅନେକ ସମୟରେ କହୁ, ହେ ପ୍ରଭୁ ତମେ ମୋତେ ଏଇଟା କରିଦିଅ, ମୁଁ ତମକୁ ସେଇଟା ଦେବି, ଏମିତି ହେଇଥିଲେ ମୁଁ ଏହା କରିଦେବି। ଆଉ ଏବେ ତ ଶୁଣୁଥିଲି ଜଣେ କହିଲେ, ଖାଲି କହୁଥାନ୍ତି, ମାନେ ହାରି ଯାଇଛନ୍ତି କିନ୍ତୁ କହୁଛନ୍ତି ଆମେ ଜବରଦସ୍ତ ଜିତିଛୁ, ଆଉ ଆମକୁ ଭଗବାନ ଜିତେଇ ଦେଇଛନ୍ତି। ଇଏ ସବୁ ହଉଛି କେବଳ ନା ନିଅନ୍ତି ଭଗବାନଙ୍କର,
ଆମେ ଆମେ ଯେହେତୁ ଭଗବାନ ବୋଲି କହୁଛୁ, ଆମେ ଭଗବାନ ବୋଲି ନାଁ ନଉଛୁ। ଅନ୍ୟ ଧର୍ମ ବୋଲି ମାନେ ତାଙ୍କର ନିଜ ନିଜର ଯୋଉ ଇଷ୍ଟ ଯାହାକୁ କୁହନ୍ତୁ ସେମାନଙ୍କର ନାଁ ନିଅନ୍ତି, କିନ୍ତୁ ନିଜେ ନିଜେ ନିଜକୁ ପ୍ରତିଷ୍ଠିତ କରିବା ପାଇଁ ଚେଷ୍ଟା କରନ୍ତି। ସେତେବେଳେ କଣ ହୁଏ, ସେମାନେ ଏଇ ପ୍ରକାରର ବାହାସ୍ଫୋଟ ମାରନ୍ତି। ପରୀକ୍ଷକକୁ ଲାଞ୍ଚ ଦେବା କାର୍ଯ୍ୟଟି ଯୋଉ କରନ୍ତି, ଏ ହଉଛି କେବଳ ନିଜକୁ ନିଜେ ଠକିବା, ଆଉ କିଛି ନୁହେଁ। ଜ୍ଞାନ 273ରେ ପ୍ରଭୁ ଲେଖୁଛନ୍ତି, ତୁମର ହାତ ଗୁଡ଼ିକ ମୁକ୍ତ ରହିଥିବା ପର୍ଯ୍ୟନ୍ତ ଯୁଦ୍ଧ କର। ହାତ ଦ୍ୱାରା ଯୁଦ୍ଧ କର, ମୁଖର କଥା, ମସ୍ତିଷ୍କ ଏବଂ ଯାବତୀୟ ପ୍ରକାରର ଅସ୍ତ୍ର ସାହାଯ୍ୟରେ ଯୁଦ୍ଧ କର। ତାମାନେ ଆମ ପାଖରେ ଯାହା ବି ରହିଛି ତାକୁ ଅସ୍ତ୍ର ରୂପେ ଗ୍ରହଣ କରିକି ଯୁଦ୍ଧ କର। ଶତ୍ରୁ ତୁମକୁ ବେଡ଼ିରେ ବାନ୍ଧି ଗାତ ଭିତରେ ପକାଇ ଦେଇଛି କି? ତୁମ ପାଟି ଭିତରେ କନା ପୁରାଇ ତୁମକୁ ଚୁପ୍ କରି ରଖିଛି କି? ତେବେ ତୁମକୁ ଆପଣାର ସେହି ସର୍ବ ଅବରୋଧକାରୀ ନୀରବ ଆତ୍ମା ଏବଂ ତୁମର ସୁଦୂର ବ୍ୟାପୀ ଇଚ୍ଛା ଶକ୍ତିର ଆୟୁଧ ଦେଇ ସଂଗ୍ରାମ କରିବାକୁ ହେବ। ଏବଂ ଯଦି ଏହିପରି ଭାବରେ ତୁମର ପ୍ରାଣ ଚାଲିଯାଏ, ତେବେ ସମସ୍ତ ବିଶ୍ୱକୁ ବେଷ୍ଟନ କରି ରହିଥିବା ଯେଉଁ ଶକ୍ତି ଈଶ୍ୱରଙ୍କ ଠାରୁ ବାହାରି ତୁମ ଭିତରେ ପ୍ରବେଶ କରିଥିଲା, ତୁମେ ତଥାପି ତାହାକୁ ହିଁ ଅସ୍ତ୍ର ରୂପେ ବ୍ୟବହାର କରି ସଂଗ୍ରାମ କର। ଏଠି ସଂଗ୍ରାମ କରିବା କଥା ନେଇକି ଯୋଉ ଅସ୍ତ୍ରକୁ ବ୍ୟବହାର କରିବା କଥା କହୁଛନ୍ତି, ଏଥିରେ ସବୁ ଗୂଢ ତତ୍ଵକୁ ଏକାଠି କରିଦେଇଛନ୍ତି। ପ୍ରଥମେ କହିଲେ ହାତ ଗୁଡ଼ିକ ମୁକ୍ତ ରହିଥିବା ପର୍ଯ୍ୟନ୍ତ ଯୁଦ୍ଧ କର। ମୁଖ, ମସ୍ତିଷ୍କ, ଯାବତୀୟ ପ୍ରକାରର ଅସ୍ତ୍ର ସବୁ ଗୁଡାକୁ ବ୍ୟବହାର କରିକି ଯୁଦ୍ଧ କର। ତାମାନେ ଆମର ଯାବତୀୟ ସାମର୍ଥ୍ୟ, ସମ୍ପଦ, ଜ୍ଞାନ, ଅନୁଭୂତି, ଧାରଣା, ଚିନ୍ତା, କଳ୍ପନା, କର୍ମ ସବୁକୁ ମୁଁ ମାଧ୍ୟମ କରିବି, ବ୍ୟବହାର କରିବି। କଣ ପାଇଁ? ଚୈତ୍ୟ ସତ୍ତାକୁ ଆବିଷ୍କାର କରି ଅନ୍ତରାତ୍ମା ଦ୍ୱାରା ପରିଚାଳିତ ହେଇ ପରମଙ୍କୁ ପରିପ୍ରକାଶ କରିବା ପାଇଁ ସବୁ ପ୍ରକାର ଅସ୍ତ୍ରକୁ ବ୍ୟବହାର କରିବି। ମୁଁ ପାଠକୁ ବ୍ୟବହାର କରିବି, ମୁଁ ଲେଖାକୁ ବ୍ୟବହାର କରିବି, ମୋର କଥାକୁ ବ୍ୟବହାର କରିବି, ମୋର ଚିନ୍ତାକୁ ବ୍ୟବହାର କରିବି, ଯୋଉଠି କହିଲେ ମସ୍ତିଷ୍କକୁ ବ୍ୟବହାର କରିବେ। ସବୁକୁ ବ୍ୟବହାର କରିକି ମୁଁ ଯୁଦ୍ଧ କରିବି। କାହା ସହିତ ଯୁଦ୍ଧ କରିବି? ଯୁଦ୍ଧ କରିବି ନିମ୍ନ ପ୍ରାଣର ମନର ବିରୋଧୀ ଶକ୍ତିର ଗତିବୃତ୍ତିରୁ କିପରି ମୁକ୍ତ ହେଇ ପରମଙ୍କ ଆଡକୁ ଯାତ୍ରା କରିବି, ପରମଙ୍କର ଯନ୍ତ୍ର ହେବି, ପରମଙ୍କୁ ପରିପ୍ରକାଶ କରିବି। ସେଥିପାଇଁ ସବୁ କିଛି ଅସ୍ତ୍ରକୁ ବ୍ୟବହାର କରିବା ପାଇଁ ସାଙ୍କେତିକ ଭାବରେ ଆମ ପାଖରେ ପ୍ରଭୁ ଲେଖୁଛନ୍ତି ଯେ ହାତ ମୁକ୍ତ ରହିଥିବା ପର୍ଯ୍ୟନ୍ତ ଯୁଦ୍ଧ କର, ମୁଖର ଯୁଦ୍ଧ କର, ମସ୍ତିଷ୍କ ସହିତ ଯୁଦ୍ଧ କର, ଯାବତୀୟ ପ୍ରକାର ଅସ୍ତ୍ର ସାହାଯ୍ୟରେ ଯୁଦ୍ଧ କର। ତାପରେ ଆଉ ଗୋଟେ ମାନେ ତାକୁ ଆମେ କହିପାରିବା ବ୍ରହ୍ମାସ୍ତ୍ର ବା ନାରାୟଣ ଅସ୍ତ୍ର ପ୍ରୟୋଗ କରିବା ପାଇଁ କହିଲେ। କହିଲେ କଣ? ଆପଣ କହିଲେ ଯେ ଯେତେବେଳେ ତୁମକୁ, ସେ କହୁଛନ୍ତି ତମକୁ ଗୋଟେ ଗାତ ଭିତରେ ପକେଇ ଦେଇଛନ୍ତି କି ତମ ହାତ ବନ୍ଧା ହେଇଯାଇଛି, ତମ ପାଟିରେ ବିଣ୍ଡା ପୁରେଇ ଦେଇଛନ୍ତି, ପାଟିକୁ ବାନ୍ଧି ଦେଇଛନ୍ତି, ଆଖିକୁ ବାନ୍ଧି ଦେଇଛନ୍ତି। ଏ ପ୍ରକାର ପରିସ୍ଥିତି ଆସିଲେ ମଧ୍ୟ ତାମାନେ ସବୁଠାରୁ ଅଧିକ ଗଭୀରତମ ନିରସ୍ତ୍ର ହିଁ କରିଦେଇଥିବେ ଯେତେବେଳେ, ମାନେ ଅତି ଅତି ଗଭୀରତମ ଦୁର୍ଘଟଣା ଭିତରେ ବା କାରାଗାର ଭିତରେ ଯେତେବେଳେ ବନ୍ଦୀ ରହିଥିବେ, ତାମାନେ ମୋର ସମସ୍ୟା ଏତେ ଗଭୀର ହେଇଥିଲେ ମଧ୍ୟ ସେତେବେଳେ ମଧ୍ୟ ଆମ ପାଖରେ ସଂଗ୍ରାମ କରିବା ପାଇଁ ଅସ୍ତ୍ର ରହିଛି। ସେ ଅସ୍ତ୍ରଟା କଣ? କହୁଛନ୍ତି ଯେ ସର୍ବ ଅବରୋଧକାରୀ, ଯିଏ ସବୁ କିଛିକୁ ଅବରୋଧ କରିପାରିବ, ମାନେ ଯାହା ବି ଆସୁ ତାକୁ ସିଏ ଭାଙ୍ଗି ଦେଇପାରିବ। ସିଏ ହଉଛନ୍ତି କିଏ? ସେ ନା ଆମର ନୀରବ ଆତ୍ମା। ତାପରେ ତା ସହିତ କହୁଛନ୍ତି ତୁମର ସୁଦୂର ବ୍ୟାପୀ ଇଚ୍ଛା ଶକ୍ତିର ଆୟୁଧ ଦେଇ। ଯଦି ଇଚ୍ଛା ଶକ୍ତି ନାହିଁ କିଛି ହେଇପାରିବ ନାହିଁ। ଇଚ୍ଛା ଶକ୍ତି ଯଦି ନାହିଁ, ହାତ ପାଖରେ ବି ଥିଲେ, ଗୋଡ ପାଖରେ ବି ଥିଲେ ମୁଁ ସେ ସିଡିରେ ଉଠିବି ନାହିଁ, କହିବି ମତେ କିଏ ଉଠେଇ ଦଉ। ତେଣୁ ଏଠି ଯୋଉ ଅସ୍ତ୍ର କହିଲେ ନୀରବ ଆତ୍ମା
ଏବଂ ଇଚ୍ଛା ଶକ୍ତିର ଆୟୁଧ ଦେଇ ସଂଗ୍ରାମ କରିବାକୁ ହେବ। ଆପଣ ଦେଖିଥିବେ ଯେତେବେଳେ ସ୍ୱାଧୀନତା ସଂଗ୍ରାମ ଚାଲିଥିଲା ସେତେବେଳେ ଭିନ୍ନ ଭିନ୍ନ ବର୍ଗର ବ୍ୟକ୍ତି ଭିନ୍ନ ଭିନ୍ନ ଭାବରେ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ। ଯେଉଁମାନେ ଅସ୍ତ୍ରଶସ୍ତ୍ର ବିଦ୍ୟା ଶିଖିଥିଲେ ସେମାନେ ଅସ୍ତ୍ର ଦ୍ୱାରା ଏବଂ ଯେଉଁମାନଙ୍କ ଭିତରେ ବାକ୍ୟ ଚାତୁରୀ ଥିଲା ସେମାନେ ଶବ୍ଦ ପ୍ରୟୋଗ କରୁଥିଲେ। ଯେଉଁମାନେ ଲେଖିବାର ସାମର୍ଥ୍ୟ ଥିଲା ସେମାନେ ଲେଖୁଥିଲେ। ଚିନ୍ତା କରନ୍ତୁ, ଯାହା ଭିତରେ ଇଚ୍ଛା ଶକ୍ତି ଏବଂ ନୀରବ ଆତ୍ମାର ବଳ ଯେତିକି ଥିବ ତାଙ୍କର କାର୍ଯ୍ୟରେ ସେତିକି ପ୍ରଭାବ ତା ଉପରେ ପଡ଼େ। ତେଣୁ ଶ୍ରୀଅରବିନ୍ଦଙ୍କର ଯେଉଁ ଲେଖା ଯେତେବେଳେ ବାହାରିଲା ବନ୍ଦେ ମାତରମ୍ ଲେଖା, ଏବଂ ସେଇ ସମୟରେ ଯେଉଁ ପ୍ରକାରର ଅବସ୍ଥା ଥିଲା ତାଙ୍କରି ଲେଖା ପଢ଼ି ଅନେକ ଯୁବ ସମାଜ ଭାରତର ସ୍ୱାଧୀନତା ସଂଗ୍ରାମ ପାଇଁ ସବୁ କିଛି ଜଳାଞ୍ଜଳି ଦେଇକି ମାନେ ଯେମିତି କହନ୍ତିନି ଏକାଠି ଉନ୍ମତ୍ତ ଭାବରେ ଯୋଗ ଦେଇଥିଲେ। ତେଣୁ ଲେଖାରେ ସେଥିପାଇଁ ସେଠି କହିଲେ କ୍ଷାତ୍ର ତେଜ କେବଳ ଏକମାତ୍ର ତେଜ ନୁହେଁ। ସେଥିପାଇଁ ସେଠି କହିଲେ କ୍ଷାତ୍ର ତେଜ ଏକମାତ୍ର ତେଜ ନୁହେଁ ବ୍ରହ୍ମ ତେଜ। ତେଣୁ ଯେଉଁ ଆନ୍ତର ଶକ୍ତିର ପ୍ରେରଣା ଫଳରେ ଯେଉଁ ଶବ୍ଦଟିଏ ଆପଣ ବି କହିବେ ତାହା ମଧ୍ୟ କ୍ରାନ୍ତି ଆଣିଦେବ। ତ କାହିଁକି ନା ସେ ଶବ୍ଦ ପଶ୍ଚାତରେ ଯେଉଁ ଶକ୍ତିଟି ଥାଏ ସିଏ ହିଁ କାମ କରେ। ତେଣୁ ଏ ସମସ୍ତଙ୍କ ଭିତରେ ସେ ସାମର୍ଥ୍ୟ ରହିଛି ଯେଉଁଠି ନୀରବ ଆତ୍ମା ଏବଂ ଇଚ୍ଛା ଶକ୍ତି। ଇଚ୍ଛା ଶକ୍ତିକୁ ପ୍ରେରଣ କରି ଚିନ୍ତା କରନ୍ତୁ, ମନେକର ଯେଉଁ ଗାଢ଼ତମ ଅନ୍ଧକାର ଭିତରେ ଗୋଟେ କୂଅ ଭିତରେ ପଶିଯାଇଛନ୍ତି, ସେଉଠୁ ଥାଇ ଯଦି ଇଚ୍ଛା ଶକ୍ତିକୁ ପ୍ରୟୋଗ କରିବେ ତେବେ ତା ଫଳରେ ପରିବେଶ ପରିସ୍ଥିତିରେ ଯେଉଁ ଶକ୍ତିମାନେ କାର୍ଯ୍ୟ କରୁଛନ୍ତି ସେମାନେ ପ୍ରଭାବିତ ହେବେ ଏବଂ ସିଏ କ'ଣ କରିବେ, ସିଏ ଡାକି ଆଣିବେ ସାହାଯ୍ୟ ତମ ପାଇଁ, ତମକୁ ସେଠୁ ଉଠେଇ ନେବା ପାଇଁ। ସିଏ କ'ଣ କରିବେ ସେଟା ଦାୟିତ୍ୱ ତାଙ୍କର। ସେ କେମିତି କରିବେ ଦାୟିତ୍ୱ ତାଙ୍କର। ସିଏ ତାଙ୍କର କାହା ଭିତରେ କ'ଣ ପ୍ରେରଣା ଦେବେ କିମ୍ବା କୋଉଠି ମନେ କରାଯାଉ ଆମେ ଏମିତି ଭାବିବା ଯେ କିଛି ନାହିଁ, ଜଣେ ଦି ଜଣ କିଏ ଗୋଟେ କାହା ଉପରୁ କ'ଣ ଗୋଟେ ପକେଇଲା, ଇଏ ତାକୁ ଗୋଟେ ପକେଇଲା, ପକାପକି ଭିତରେ ଏମିତି ଫୋପାଡୁ ଫୋପାଡୁ ଜଣଙ୍କର ମନେ କରାଯାଉ ହାତରୁ ଗୋଟେ ମଣି ଖଚିତ ମୁଦିଟି ତାହା ବାହାରିଯିବ ଏବଂ ଆସିକି ସେଇ ଆମେ ଗୋଟେ କଥାରେ ଗୋଟେ ଗପ ଛଳରେ ବି ଆମେ ଭାବିପାରିବା, ଆସିକି ସେ ଗାତ ଭିତରେ ପଡ଼ିବ। ସେଇ ହୀରା ଖଚିତ ମୁଦିକୁ ରକ୍ଷା କରିବା ଉଦ୍ଧାର କରିବା ପାଇଁ ଗଲା ବେଳକୁ ଦେଖିବେ ଯେ ଆପଣ ତା ଭିତରେ ପଡ଼ିଛନ୍ତି ଏବଂ ଆପଣଙ୍କୁ ଉଦ୍ଧାର କରିବେ। ତେଣୁ ସେ ଯେଉଁ ଇଚ୍ଛା ଶକ୍ତିର ବଳ କେତେ ତେଜଦୀପ୍ତ ତାହା ପ୍ରଭୁଙ୍କ ଜୀବନରେ ଆମେ ଦେଖି ଆସିଛୁ ଏବଂ ଅନେକ ସମୟରେ ଅନେକ ଆମ ଜୀବନରେ ଘଟଣା ଘଟେ ଯେଉଁଠି ଆମେ ଯଦି ଟିକିଏ ଅବଲୋକନ କରିବା, ନୀରବ ରହି ମାଙ୍କୁ ପରମଙ୍କୁ ସମର୍ପଣ କରି କିଛି କାର୍ଯ୍ୟ ଆପଣ ଯେତେବେଳେ କରିଛନ୍ତି ଦେଖିବେ ତାର ଫଳଟି କୋଉ ପ୍ରକାର ହେଇଛି। ଯଦି ଆମ ଭିତରେ ଗୋଟେ ନିରୀକ୍ଷକର ଦୃଷ୍ଟି ଥିବ ତେବେ ଆମେ ଦେଖି ଜାଣିପାରିବା। ତେଣୁ ଏଠି କହୁଛନ୍ତି ସମସ୍ତ ବିଶ୍ୱକୁ ବେଷ୍ଟନ କରି ରହିଥିବା ଯେଉଁ ଶକ୍ତି ଈଶ୍ୱରଙ୍କ ଠାରୁ ବାହାରି ତୁମ ଭିତରେ ପ୍ରବେଶ କରିଥିଲା ତୁମେ ତଥାପି ତାହାକୁ ହିଁ ଅସ୍ତ୍ର ରୂପେ ବ୍ୟବହାର କରି ସଂଗ୍ରାମ। ସେଥିପାଇଁ ସେ କହିଲେ ସମସ୍ତ ବିଶ୍ୱକୁ ବେଷ୍ଟନ କରି ରହିଥିବା ଶକ୍ତି, ତାମାନେ ସୃଷ୍ଟିକର୍ତ୍ତା ପରମ ତାଙ୍କର ଯେଉଁ ଶକ୍ତି ତାହା ମୋ ଭିତରେ ରହିଛି। ତେଣୁ ସେଇ ସମଗ୍ର ବିଶ୍ୱର ଯିଏ ସୃଷ୍ଟିକର୍ତ୍ତା ସମସ୍ତ ଶକ୍ତି ମୋ ଭିତରେ ନିହିତ ରହିଛି, ତେଣୁ ତାକୁ ମୁଁ ଅସ୍ତ୍ର ରୂପେ ବ୍ୟବହାର କରି ସଂଗ୍ରାମ କରିବି। ତାକୁ ଅସ୍ତ୍ର ରୂପେ ବ୍ୟବହାର କରିବାକୁ ହେଲେ ତାକୁ ଚିହ୍ନିବା ଦରକାର, ତା ସହିତ ସମ୍ପର୍କଟି ବି ରହିଥିବା ଦରକାର। ଯାହା ସହିତ ସମ୍ପର୍କ ନାହିଁ, ଯାହା ସହିତ ଚିହ୍ନା ପରିଚୟ ନାହିଁ, ତାକୁ ତ ମୁଁ ଜାଣିନେଇ ଡାକିବି କେମିତି। ସେଥିପାଇଁ ପ୍ରସ୍ତୁତି ଦରକାର। ପ୍ରସ୍ତୁତି ଭିତରେ କ'ଣ ହୁଏ, ଆପଣ ତା ଉପରେ ସବୁବେଳେ ନିର୍ଭର କରିବାକୁ ଶିଖିବେ। ସେଥିପାଇଁ କଥାରେ କୁହାଯାଏ କୃଷ୍ଣ ହେଉଛନ୍ତି ଭାରି ଅଭିମାନୀ। କାହିଁକି ନା ଆପଣ କହିବେ ମୁଁ ସବୁଆଡ଼େ ଫେଲ୍ ହେବି ତାପରେ ଯାଇ କୃଷ୍ଣଙ୍କୁ ଡାକିବି। ଆପଣ ଯେତେବେଳେ ଅନ୍ୟମାନଙ୍କ ଉପରେ ନିର୍ଭରତା ରଖିଥିବେ ସେ ପର୍ଯ୍ୟନ୍ତ ସେ ଆପଣଙ୍କ କଥା ଶୁଣନ୍ତି ନାହିଁ। ଏଇଟା କହିବା ବି ଗୋଟେ ସାଙ୍କେତିକ
କାରଣ ଯେତେବେଳେ ମୁଁ ମୋର ମନ ପ୍ରାଣ ଶରୀର ଯେତକ ଦାଉ ରହିଛି, ଯେତେ ପ୍ରକାର ଉପାୟ ଅଛି ତାକୁ ବ୍ୟବହାର କରୁଥିବି, ସେ ପର୍ଯ୍ୟନ୍ତ ଆତ୍ମାର ଭାଷା ମୋତେ ଶୁଭାଯିବ ନାହିଁ। ଆତ୍ମା ମୋତେ ଯୋଉ ନିର୍ଦ୍ଦେଶ କରୁଛି ତାକୁ ମୁଁ ଶୁଣିପାରିବି ନାହିଁ। ତେଣୁ ସେଥିପାଇଁ କୁହାଯାଏ କୌଣସି କାର୍ଯ୍ୟ କରିବା ପୂର୍ବରୁ ସର୍ବାରମ୍ଭେ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ। ଯୋଉ ଗୀତାରେ କହୁଛନ୍ତି ସବୁ ଆରମ୍ଭକୁ ପରିତ୍ୟାଗ କରିକିରି ମୋ ଶରଣ ନିଅ। ତାମାନେ ତମେ କିଛି କାର୍ଯ୍ୟ କର ନାହିଁ। ତାର ଅର୍ଥ କଣ? ଯେ ତମେ କାର୍ଯ୍ୟ କରିବା ପୂର୍ବରୁ ଆଗ ମତେ ଅର୍ପଣ କର। ଅର୍ପଣ କରିକିରି କାର୍ଯ୍ୟ କର, ତାହେଲେ ସେ କାର୍ଯ୍ୟଟି ତମେ ଆଉ କରିବନି, ମୁଁ କରିବି ତମ ମଧ୍ୟ ଦେଇକି। ମାମେକଂ ଶରଣଂ ବ୍ରଜ। ଭଗବାନଙ୍କ ପାଖରେ, ପରମଙ୍କ ପାଖରେ, ଦିବ୍ୟଜନନୀଙ୍କ ପାଖରେ ଆମେ ଯେତେବେଳେ ଶରଣ ନେଇଯିବା, ସେତେବେଳେ କାର୍ଯ୍ୟଟିକୁ ସିଏ ମୋ ଭିତରେ ଥାଇକି କରିବି। ସେଇଥିପାଇଁ ଆମେ ଯେକୌଣସି କାର୍ଯ୍ୟ କଲା ବେଳେ ଯୋଉ ନୀରବ ରହୁଛନ୍ତି, ସାଇଲେନ୍ସ ରହୁଛନ୍ତି, ତାମାନେ ମାଙ୍କୁ ଆହ୍ୱାନ କରୁଛନ୍ତି, ହେ ମା ତୁମେ ମୋ ଭିତରେ ରହି ସେ କାର୍ଯ୍ୟଟିକୁ କର। ତେଣୁ ସିଏ ହିଁ ହେବେ ଆମର ଅସ୍ତ୍ର। ତେଣୁ ମା ଲେଖୁଛନ୍ତି, ଏକ ଆୟାସ ସାଧ୍ୟ ଓ ଶ୍ରମ ସାପେକ୍ଷ ବିଜୟ ଦ୍ୱାରା ହିଁ ଯଥାର୍ଥ ସତ୍ୟ ଉପଲବ୍ଧି ହୋଇଥାଏ। ଏହି ବିଜୟଟିକୁ ହାସଲ କରିବାକୁ ହେଲେ ଆମକୁ ମଧ୍ୟ ଯଥାର୍ଥ ଯୋଦ୍ଧା ହେବାକୁ ପଡିବ। ଏଇ ଶବ୍ଦଟି ମନେ ରଖିବେ। ଅନେକ ସମୟରେ କେତେ କେତେ ଜାଗାରେ ବ୍ୟକ୍ତି କୁହନ୍ତି ଯେ ମା ବା ପ୍ରଭୁ ତାଙ୍କର ଯୋଗ ପଥରେ ଯିବା ପାଇଁ ଯୋଗ୍ୟ ଅଯୋଗ୍ୟ ବାଛନ୍ତି ନାହିଁ। ସିଏ କିଛି ବାଛିବା ଦରକାର ନାହିଁ। ଯିଏ ଯୋଗ୍ୟ ସିଏ ଗ୍ରହଣ କରିବାକୁ ସମର୍ଥ ହୁଏ। ଯିଏ ଯୋଗ୍ୟ ସିଏ ଗ୍ରହଣ କରିବାକୁ ସମର୍ଥ ହୁଏ, ତା ଫଳରେ ତାର ଗତି ତୀବ୍ର ହୁଏ। ଯିଏ ଅଯୋଗ୍ୟ ଶତାବ୍ଦୀ ଶତାବ୍ଦୀ ଧରି ସେଇ ଅନ୍ଧକାରରେ ପଡି ରହିଥାଏ। ଏ କଥା ମା ନିଜେ ଲେଖିଛନ୍ତି। ପ୍ରଭୁ ଆହୁରି ତାକୁ କଡା କରି କହୁଛନ୍ତି ଯେ ସେମାନଙ୍କ ଭିତରେ ଅତିମାନସ ଶକ୍ତି ସଞ୍ଚରିତ ହୋଇପାରେ ନାହିଁ। ତେଣୁ ଏଠି ସେଥିପାଇଁ କହିଲେ ଏଇ ବିଜୟଟିକୁ ହାସଲ କରିବାକୁ ହେଲେ ଆମକୁ ମଧ୍ୟ ଯଥାର୍ଥ ଯୋଦ୍ଧା ହେବାକୁ ପଡିବ। ଏପରି ଏକ ଯୋଦ୍ଧା ହେବାକୁ ପଡିବ ଯିଏକି କେଉଁଥିକୁ ମଧ୍ୟ ଡରିବ ନାହିଁ। ଶତ୍ରୁକୁ ଡରିବ ନାହିଁ, ମୃତ୍ୟୁକୁ ଡରିବ ନାହିଁ। କାରଣ ସେହି ସଂଗ୍ରାମ ସମଗ୍ର ପୃଥିବୀ ବିରୋଧରେ ଶରୀର ଥାଉ ଅଥବା ନଥାଉ ପଛକେ ତଥାପି ଲାଗି ରହିଥିବ ଏବଂ ଶେଷରେ ବିଜୟ ଲାଭରେ ହିଁ ସମାପ୍ତ ହେବ। ଏହି ପ୍ରକାରର ଦୃଢ ନିଶ୍ଚୟତା ବୋଧ ଆମର ଥିବା ଦରକାର। ଇଏ ହଉଛି ପ୍ରକୃତରେ ଆଲୋକ ସେନାନୀର ଗୋଟେ ମନୋଭାବ ଯେ ଯାହା ହେଇଯାଉ ଏକ ଆୟାସ ସାଧ୍ୟ ଶ୍ରମ ସାପେକ୍ଷ ବିଜୟ ଦ୍ୱାରା ହିଁ ଯଥାର୍ଥ ସତ୍ୟ ଉପଲବ୍ଧ ହୋଇଥାଏ। Thank you all, Robert.